ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ପରିବା ଖାଇଲେ ହାର୍ଟ ସୁସ୍ଥ ରହେ? ଅପସନ୍ ଏ କାଙ୍କଡ଼, ଅପସନ୍ ବି ପୋଟଳ, ଅପସନ୍ ସି ଗାଜର, ଅପସନ୍ ଡି ବାଇଗଣ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଗାଜର। ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ଫୁଲର ତରକାରୀ ଖାଇଲେ କୃମି ନାଶ ହୁଏ? ଅପସନ୍ ଏ ଫୁଲକୋବି, ଅପସନ୍ ବି ସଜନା ଫୁଲ, ଅପସନ୍ ସି ମେଥି ଫୁଲ, ଅପସନ୍ ଡି ମନ୍ଦାର ଫୁଲ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ସଜନା ଫୁଲ। ତୃତୀୟ ପ୍ରଶ୍ନଟି ହେଉଛି ଛୋଟ ଛୁଆଙ୍କୁ କ'ଣ ଖାଇବାକୁ ଦେଲେ ସ୍ମରଣ ଶକ୍ତି ବଢ଼େ? ଅପସନ୍ ଏ ପିସ୍ତା ବାଦାମ, ଅପସନ୍ ବି ହଳଦୀ କ୍ଷୀର, ଅପସନ୍ ସି ଲେମ୍ବୁ ପାଣି, ଅପସନ୍ ଡି କଲରା ଭଜା। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ପିସ୍ତା ବାଦାମ। ଚତୁର୍ଥ ପ୍ରଶ୍ନଟି ହେଉଛି କେଉଁ ଶାଗ ଖାଇଲେ ମଳକଣ୍ଟକ ଭଲ ହୋଇଥାଏ? ଅପସନ୍ ଏ ବାଥୁଆ ଶାଗ, ଅପସନ୍ ବି ପାଲଙ୍ଗ ଶାଗ, ଅପସନ୍ ସି ମେଥି ଶାଗ, ଅପସନ୍ ଡି ଉପରୋକ୍ତ ସମସ୍ତ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଉପରୋକ୍ତ ସମସ୍ତ। ପଞ୍ଚମ ପ୍ରଶ୍ନଟି ହେଉଛି କ'ଣ ପିଇଲେ ପେଟ ଯନ୍ତ୍ରଣା ଦୂର ହୁଏ? ଅପସନ୍ ଏ ହଳଦୀ କ୍ଷୀର, ଅପସନ୍ ବି କଲରା ରସ, ଅପସନ୍ ସି ଲେମ୍ବୁ ପାଣି, ଅପସନ୍ ଡି ତୁଳସୀ ରସ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ତୁଳସୀ ରସ। ଷଷ୍ଠ ପ୍ରଶ୍ନଟି ହେଉଛି କେଉଁ ଦେଶରେ ଅଧିକ ଏସି ବ୍ୟବହାର କରନ୍ତି? ଅପସନ୍ ଏ ଭାରତ ଦେଶ, ଅପସନ୍ ବି ରୁଷିଆ ଦେଶ, ଅପସନ୍ ସି ଜାପାନ ଦେଶ, ଅପସନ୍ ଡି ଆମେରିକା ଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଜାପାନ ଦେଶ। ସପ୍ତମ ପ୍ରଶ୍ନଟି ହେଉଛି ନିୟମିତ କ'ଣ ଖାଇଲେ ଦାନ୍ତ ସଫା ରହେ? ଅପସନ୍ ଏ ଲୁଣ, ଅପସନ୍ ବି ମହୁ, ଅପସନ୍ ସି ଲବଙ୍ଗ, ଅପସନ୍ ଡି କ୍ଷୀର। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି କ୍ଷୀର। ଅଷ୍ଟମ ପ୍ରଶ୍ନଟି ହେଉଛି ଶିମିଳିପାଳ ଅଭୟାରଣ୍ୟ କେଉଁ ପଶୁ ପାଇଁ ପ୍ରସିଦ୍ଧ? ଅପସନ୍ ଏ ମହାବଳ ବାଘ, ଅପସନ୍ ବି ସିଂହ, ଅପସନ୍ ସି ହାତୀ, ଅପସନ୍ ଡି ଜିରାଫ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ମହାବଳ ବାଘ। ନବମ ପ୍ରଶ୍ନଟି ହେଉଛି ପାଣି ସହ କ'ଣ ମିଶାଇ ଖାଇଲେ ଉଚ୍ଚତା ବଢ଼ୁନଥିଲେ ଶୀଘ୍ର ଉଚ୍ଚତା ବଢ଼େ? ଅପସନ୍ ଏ ଖାଇବା ଚୂର୍ଣ୍ଣ, ଅପସନ୍ ବି ମହୁ, ଅପସନ୍ ସି ଗୁଡ଼, ଅପସନ୍ ଡି ହଳଦୀ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଖାଇବା ଚୂର୍ଣ୍ଣ। ଦଶମ ପ୍ରଶ୍ନଟି ହେଉଛି କେଉଁ ଫଳ ଖାଇଲେ ମୁହଁର ଚମକ ବଢ଼େ? ଅପସନ୍ ଏ କମଳା, ଅପସନ୍ ବି ଅଙ୍ଗୁର, ଅପସନ୍ ସି ସେଓ, ଅପସନ୍ ଡି ପଣସ। ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ କମଳା। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ।